ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଚଷାହାଣ୍ଡ ଗ୍ରାମ ପଞ୍ଚାୟତ ସ୍ଥ ଦିଗାପଦା ଭଣ୍ଡେଶ୍ୱର ଏବଂ ପଦାଳଙ୍ଗା ତିନି ମୌଜାକୁ ନେଇ ଏଠି ବିରାଟ ପୋଖରୀ ଅଛି। ପ୍ରାୟତଃ 36 ଏକର ଜମିରେ ପୋଖରୀ ଅଛି। ସେ ପୋଖରୀ ଆଡ଼ି ଯାହାକୁ ତ୍ରିବେଣୀ ଆଡ଼ି ସେଇଟା ଅଛି। ଏହି ଚଷାଖଣ୍ଡ ମାଟି ଯେଉଁ ମାଟିରେ 2 ଜଣ ବୀର ଶହୀଦ ହୋଇଛନ୍ତି। ଜଣେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଜୟରାଜଗୁରୁ ଏବଂ ଦ୍ୱିତୀୟ ଜଣ ହେଉଛନ୍ତି ଶହୀଦ ବୀର ବିପ୍ଳବୀ ବାଘା ଯତୀନଙ୍କର ଶହୀଦ ଭୂମି। ସେ ଯାହା ହଉ ଏଇ ଜାଗାଟା ବର୍ତ୍ତମାନ ଦେଖନ୍ତୁ କେତେ ପ୍ରଶସ୍ତ। ଏଇ 36 ଏକର ଜମିରୁ ଆଖି ପାଉନି, ଖାଲି ଆଖିରେ ଦେଖିବାକୁ ଆଖି ପାଉନି, ଏତେ ଦୂର ପର୍ଯ୍ୟନ୍ତ ବିସ୍ତୃତ ପୋଖରୀ। 36 ଏକରରୁ ଜବରଦଖଲରେ ବହୁତ କିଛି ଅଛି। କିଛି ବ୍ୟକ୍ତି ବିଶେଷ ଏହାକୁ ଜବରଦଖଲ କରି ଘରଦ୍ୱାର କଲେଣି। ସରକାରଙ୍କର ଏବଂ ପ୍ରଶାସନଙ୍କର ବା କିଛି ବିଶେଷ ବ୍ୟକ୍ତିଙ୍କର ଯଦି ନଜର ପଡ଼ନ୍ତା, ମୁଁ ଭାବୁଛି ଜୟରାଜଗୁରୁ ଯେ ହେଉଛନ୍ତି ପ୍ରଥମ ଶହୀଦ, ତାଙ୍କ ପାଇଁ ଏଠି 2ଟି ଗାଁ ଅନନ୍ତପୁର ଏବଂ ମଦିନପୁର ମଧ୍ୟରେ ଗୋଟେ ଠେଲାପାଲା ଚାଲିଛି। ଆରେ ଜୟରାଜଗୁରୁ ତ ମୁଁ ତାଙ୍କ 2 ଗାଁ କୁହେ। ଜୟରାଜଗୁରୁ ତ ହେଉଛି ଭାରତବର୍ଷର ସମସ୍ତଙ୍କର ସେ ସ୍ଥିର ନମସ୍ୟ। ତାଙ୍କ ଭଳିଆ ଶହୀଦ ବୋଧେ ବିରଳ, ଯାହାକୁ କି ବରଗଛରେ ଜୀବନ୍ତ ବାନ୍ଧି ହାଡ଼ି ଦିଆଯାଇଥିଲା। ତେଣୁ ତାଙ୍କ ନାମର ଯେଉଁଠାରେ ଗଛ ଅଛି ସେହି ଗାଁଟାର ଶହୀଦ ପୀଠ କରି ଏଠାରେ ଯେଉଁ ଗାଁରେ ବର୍ତ୍ତମାନ ଗଛ ନାହିଁ ସେଠାରେ ଜେଲ କରିଦିଅନ୍ତା। ଆଉ ଏଇ ସ୍ଥାନ ଏଇ ମେଦିନୀପୁର ଦିଗାପଦା ଭଣ୍ଡେଶ୍ୱର ପଦାଳଙ୍ଗାର କେନ୍ଦ୍ରସ୍ଥଳ ଆଉ ପାଖାପାଖି ଅନ୍ତପୁର ମଧୁପୁରା ସଦର ବ୍ଲକ ଅନ୍ତର୍ଗତ ଓଡ଼ଙ୍ଗି ପଞ୍ଚାୟତର ନିକଟରେ ଏଇ ଯେ ବିରାଟ ପ୍ରଶସ୍ତ ଜାଗା ଅଛି। ଏଇ ଜାଗାରେ ଯଦି ଆମେ ସେଇ ଜୟରାଜଙ୍କର ଗୋଟେ ସ୍ମୃତିପୀଠ କରିଦିଆଯାଆନ୍ତା ଏବଂ ଏହା ଗୋଟେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଆନ୍ତା, ମୁଁ ଭାବୁଛି ଆମ ଅଞ୍ଚଳରେ ବହୁତ ଉନ୍ନତି ହୁଅନ୍ତା। ଏ ଅଞ୍ଚଳର କିଛି ବ୍ୟକ୍ତିବିଶେଷ ସାଧାରଣତଃ ଦିନ ମଜୁରିଆଠୁ ଆରମ୍ଭ କରି ଆଉ କିଛି ଶିକ୍ଷିତ ବ୍ୟକ୍ତି ମଧ୍ୟ ଏଠି ରୋଜଗାର ପାଆନ୍ତେ। ଏଠି ଗୋଟେ ପାର୍କ ଯଦି କରାଯାଆନ୍ତା, ବୋଟିଂ ବ୍ୟବସ୍ଥା କରାଯାଆନ୍ତା, ହୁଏତ ଏଟା ଗୋଟେ ଦିନେ ଓଡ଼ିଶାର ଗର୍ବ ଏବଂ ଗୌରବର ସ୍ଥାନ ହେବ ଏବଂ ଶହୀଦ ଜୟରାଜଙ୍କର ପ୍ରତି ଉପଯୁକ୍ତ ସମ୍ମାନ ହେବ। ଆଉ ଏ ଅଞ୍ଚଳର କିଛି ବ୍ୟକ୍ତି ଏଠି ରୋଜଗାରକ୍ଷମ ମଧ୍ୟ ହୋଇପାରିବେ। ପାର୍କର କିଛି ହରିଣ କିମ୍ବା କିଛି ଏମୁ ପକ୍ଷୀ ବା ଆଜିକାଲି ଅତ୍ୟାଧୁନିକ ଯୁଗ ଚାଲାଣି ବୋଟିଂ ସିଷ୍ଟମ୍ ଏଇଭଳି ଯଦି କରାଯାଆନ୍ତା ବୋଧେ ହୁଏତ ସମସ୍ତେ ଏଠି ଖୁସି ହୁଅନ୍ତେ। ଆଉ ଗୋଟେ ଦେଖନ୍ତୁ ମାଛମାନେ କେମିତି ଖେଳୁଛନ୍ତି। ଏ ଯେ ଲିଜ୍ ଦିଆହେଇଛି ଏଇ ମାଛ ଯେଭଳି ଆମ ଚାନ୍ଦିପୁର ଦେଖିଛେ ଯେଭଳି ମାଛମାନଙ୍କୁ ରଖାଯାଇଛି, ଏଠି ବି ଦେଖନ୍ତୁ ମାଛ ଚାଷ ହେଇଛି, ଲିଜ୍ ଦିଆହେଇଛି ଏଠାରେ। କିନ୍ତୁ ଏଇ ମାଛ ମଧ୍ୟ ଏ ପୋଖରୀର ସୁନ୍ଦର ଭାବରେ ଖେଳୁଛନ୍ତି। ଇଏ ବି ଦୃଶ୍ୟ ମନୋରମ ଦୃଶ୍ୟ ହୁଅନ୍ତା। ଆ ପ୍ରତି ଟିକେ ଦୃଷ୍ଟି ଦେବାକୁ ମୁଁ ଏଇ ଚ୍ୟାନେଲ୍ ମାଧ୍ୟମରେ ସରକାରଙ୍କୁ ଏବଂ ପ୍ରଶାସନକୁ ନିବେଦନ କରୁଛି, ଯଦ୍ୱାରା ଆମ ଅଞ୍ଚଳର ଏଇ ତ୍ରିବେଣୀ ପୋଖରୀରେ ଉନ୍ନତି ହୋଇପାରିବ ଏବଂ କିଛି ବ୍ୟକ୍ତିବିଶେଷ ରୋଜଗାରକ୍ଷମ ହୋଇପାରିବେ, ଯାହାକି ଭବିଷ୍ୟତ ପାଇଁ ଗୋଟେ ସୁନ୍ଦର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିପାରିବ। ଆଉ ଏଠାରେ ପାଖରେ ମଧ୍ୟ 3ଟା ଶୈବ ମନ୍ଦିର ଅଛି। ଶିବ ମନ୍ଦିର 3ଟା ଏଠି ପାଖରେ, ଭଣ୍ଡେଶ୍ୱର ବୋଧେ 50 ମିଟର ପାଖରେ ଅଛି। ତାର ବି ଗୋଟେ ପୌରାଣିକ ଗାଥା ଅଛି। ଯେତେବେଳେ ଭୀମ ଜଙ୍ଗଲରେ ଥିଲେ ତା ମାତା କୁନ୍ତୀଙ୍କର ପାଇଁ ପ୍ରତ୍ୟେକ ଦିନ ଶିବକୁ ସେ ପୂଜା କରୁଥିଲେ, ତା ପାଇଁ ସେ ଗୋଟେ ହାଣ୍ଡି ଉଗୁଳି ଦେଇକି କହିଥିଲେ ଏଇଟା ଶିବ। ତେଣୁ ସେଇଠି ତା ମାତା କୁନ୍ତୀ ପ୍ରଣାମ କରିଥିଲେ ଏବଂ ତାପରେ ସେ ହାଣ୍ଡି ଉଠିନଥିଲା, ତେଣୁ ତାଙ୍କ ନାଁ ହେଲା ଭଣ୍ଡେଶ୍ୱର। ତାପରେ ଏଠୁ 100 ମିଟର ଦୂର ବା 200 ମିଟର ଦୂର ଅଛି ଗୋଟେ ଶଙ୍କରଶଣା, ଯାହାକି ସେଠି ମଧ୍ୟ ଗୋଟେ କିମ୍ବଦନ୍ତୀ ଅଛି ଯେ ଗୋଟେ ଗାଈ ପ୍ରତିଦିନ ଗୋଟେ ଯୋଗୁଆଳି ଗାଈ ନେଇ ଚରାଇବା ପାଇଁ ଯାଉଥିଲା। ଗାଈ ଡେଲି ଯିବ, ସେଟା ଗୋଟେ ଟିକିରାରେ ସେଠି ଛିଡ଼ା ହେବ। ଆଉ ସେ ଟିକିରାରେ ଛିଡ଼ା ହେଲେ ତାର କ୍ଷୀର ଆପେ ଆପେ ଟିକିରାରେ ଦେବ। ତେଣୁ ତା ନାଁ ଦିଆହେଲା ଶଙ୍କରଶଣା ମନ୍ଦିର, ଯାହାକି ବର୍ତ୍ତମାନ ପଦାଳା ମୌଜାରେ ଅବସ୍ଥିତ। ତାପରେ ପୁଣି ଆଉ ଗୋଟେ ମେଦିନୀପୁର, ଏଠି ବି ସେ 3 କୋଣର 3ଟା ଶିବ ମନ୍ଦିର। ସେଠି ମଧ୍ୟ ଗୋଟେ କପିଳେଶ୍ୱର ଶିବ ମନ୍ଦିର, ସେଠି ବି ପୌରାଣିକ ଗାଥା ଅଛି। ତାକୁ କିଛି ଲୋକ ରାତି ସାରା ସେତେବେଳେ ଖନନ କରିଥିଲେ ସେ ଶିବଲିଙ୍ଗକୁ ଏଠାରୁ ନେଇଯିବା ପାଇଁ, କିନ୍ତୁ ସେ ଶିବଲିଙ୍ଗ ଉଠିଲାନି, ରାତି ପାଇଗଲା। ତେଣୁ ସେ ହେଉଛୁ କୁହନ୍ତି ଯାହାର ପାତାଳ ଫୁଟ ଅର୍ଥାତ୍ ବହୁ ଗଭୀରରୁ ଉଠିଛି। ତେଣୁ ଯାହା ହେଉ ଏ ଅଞ୍ଚଳର ସାମଗ୍ରିକ ଉନ୍ନତି ହୋଇପାରନ୍ତା, ସାମଗ୍ରିକ ବିକାଶ ହୋଇପାରନ୍ତା, ସରକାରଙ୍କର ନଜରକୁ ଆସନ୍ତା, ଭାରତ ସରକାରଙ୍କର ଦୃଷ୍ଟି ମଧ୍ୟ ଏଟା ପଡ଼ନ୍ତା। ଯେହେତୁ ଏଇ ପାଖ ଭୂମି ହେଉଛି ଜୟରାଜଗୁରୁଙ୍କ ଭୂମି।
ଦିନା ପୋଖରୀ ମୁଁ ଛୋଟବେଳେ ଦେଖିଛି ପଦ୍ମର ପୋଖରୀ ପରିପୂର୍ଣ୍ଣ ଥିଲା। ଯାଉ ସେ ସମୟ ନାହିଁ, ସେ ପଦ୍ମ ପୋଖରୀ ନାହିଁ। ପଦ୍ମ ପୋଖରୀରୁ ଏବେ ଯୁଗ ଆଧୁନିକରୁ ଅତ୍ୟାଧୁନିକ ଆଡ଼କୁ ଗତି କଲାଣି। ତେଣୁ ଏଠାରେ ପଦ୍ମ ଗଛକୁ କଟାଯାଇ ପୋଖରୀ ଲିଜ୍ ଦିଆହେଇଛି ଏବଂ ମାଛ ବି ଚାଷ କରାଯାଇଛି। ଏଇଭଳି ଯଦି ସରକାର ସିଧାସଳଖ ପଦକ୍ଷେପ ନିଅନ୍ତେ ମୋତେ ଭଲ ହୁଅନ୍ତା।